ओम शांति। विचित्र अर्थात निराकार बाबांकर विचित्र बा निराकारी संतान मानंकु शुभ सकाळर शुभ अभिनंदन जणाई आजिर प्रभु चिंतनर आलोचना को मो समस्तंकु स्वागत जणाउछि। विचित्र सृष्टिर विचित्र नियम सबु किछि एठारे विचित्र। ଯେଉଁ ପୃଥିବୀରେ ଆମେ ବାସ କରୁଛେ ତାର ଅନେକ ଅନାଲୋଚିତ ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚନ ହୋଇପାରି ନାହିଁ। ପୁଣି ଏହି ବିଶ୍ୱ ବ୍ରହ୍ମାଣ୍ଡରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଏବଂ ଅଗଣିତ ନକ୍ଷତ୍ର ଯାହାର ଆକାର ପୃଥିବୀଠାରୁ ମଧ୍ୟ ଅନେକ ଗୁଣରେ ବଡ଼, ତାହା ପୁଣି ଶୂନ୍ୟରେ ଘୁରି ବୁଲୁଛନ୍ତି। ଏହି ସବୁ ଚିନ୍ତା କଲେ ସବୁ କିଛି ସ୍ୱପ୍ନ ଭଳି ଲାଗେ। ତେବେ ଶିକ୍ଷା ବା ପାଠ ଦ୍ୱାରା ହିଁ ଅନେକ ରହସ୍ୟ ଆମ ସାମ୍ନାରେ ସ୍ପଷ୍ଟ ହୋଇଯାଇଛି। ମନୁଷ୍ୟ ଅନେକ ପ୍ରଗତି କରିଛି, ବିଶ୍ୱର ବିଭିନ୍ନ ବିଷୟରେ ଅବଗତ ହୋଇପାରିଛି। ଜଳବାୟୁ, ଗ୍ରହ, ନକ୍ଷତ୍ରଙ୍କର ଅବସ୍ଥିତି, ଚଳଣି ଇତ୍ୟାଦି ବିଷୟରେ ଜାଣି ଏହା ବିଷୟରେ ତଥ୍ୟ ମଧ୍ୟ ପ୍ରଦାନ କରିପାରୁଛି। ବିଜ୍ଞାନ ଦ୍ୱାରା ସାରା ବିଶ୍ୱକୁ ଯେପରି ହାତ ମୁଠାକୁ ନେଇ ଆସିଛି। ଗୋଟିଏ ଜାଗାରେ ବସି ଅନେକ କାର୍ଯ୍ୟ ସମ୍ପନ୍ନ କରିପାରୁଛି। ପୃଥିବୀରେ ଅନେକ ଭାଷାଭାଷୀ, ଅନେକ ରୁଚିର ଲୋକ ବାସ କରୁଛନ୍ତି। ପ୍ରତ୍ୟେକ ବିଭାଗ ପାଇଁ ଅଲଗା ଅଲଗା ପାଠଶାଳା ମଧ୍ୟ ରହିଛି। ବିଜ୍ଞାନ, କୃଷି, କଳା, ବାଣିଜ୍ୟ, ଡାକ୍ତରୀ, ଇଞ୍ଜିନିୟରିଂ ଇତ୍ୟାଦି ପାଇଁ ଭିନ୍ନ ଭିନ୍ନ ପାଠଶାଳା, ଭିନ୍ନ ଭିନ୍ନ ପାଠ୍ୟକ୍ରମ ଏବଂ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ଭିନ୍ନ ଇତ୍ୟାଦି ରହିଛି। ହେଲେ ଏଭଳି ପାଠଶାଳା କେଉଁଠାରେ ନାହିଁ ଯେଉଁଠାରେ ସମସ୍ତ ଶିକ୍ଷା ବା ପାଠ୍ୟକ୍ରମ ସମସ୍ତଙ୍କୁ ପଢ଼ାଯାଉଛି। ଏହା ଅସମ୍ଭବ ମଧ୍ୟ। ହେଲେ ପରମାତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ, ଯାହା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଦିଆଯାଉଛି, ଏହା ଏପରି ଏକ ପାଠଶାଳା ଯେଉଁଠାରେ ଆବାଳ ବୃଦ୍ଧ ବନିତା ସମସ୍ତେ ପାଠ ପଢ଼ି ପାରୁଛନ୍ତି। ଗୋଟିଏ ନିର୍ଦ୍ଧାରିତ ସମୟରେ ଗୋଟିଏ ପାଠ୍ୟକ୍ରମ, ଗୋଟିଏ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନେଇ ସମସ୍ତେ ପାଠ ପଢ଼ୁଛନ୍ତି। ପୁଣି ପଢ଼େଇଲା ବାଲା ମଧ୍ୟ ଜଣିଏ। ବାପ, ପୁଅ, ମା, ଅଜା, ଆଈ ସମସ୍ତେ ଏକାଠି ଜାତି, ଧର୍ମ, ବର୍ଣ୍ଣ ଏବଂ ବୟସ ନିର୍ବିଶେଷରେ ପାଠ ପଢ଼ୁଛନ୍ତି। ଏକ ଈଶ୍ୱର ପିତା ଏକାଧାରରେ ସତ୍ୟ ପିତା, ସତ୍ୟ ଶିକ୍ଷକ ଏବଂ ସଦ୍ଗୁରୁ ରୂପରେ ପାଠ ପଢ଼ାଉଛନ୍ତି। ତେଣୁ ଏହା ସବୁଠୁ ବିଚିତ୍ର ପାଠଶାଳା ହେଲା ନା? ବିଚିତ୍ର ବାବା ବିଚିତ୍ର ପାଠଶାଳାରେ ବିଚିତ୍ର ପାଠ ପଢ଼ାଇ ବିଚିତ୍ର ଦୁନିଆ ଅର୍ଥାତ୍ ନିରାକାରୀ ଘର ପରମଧାମକୁ ସମସ୍ତଙ୍କୁ ନେଇଯାଉଛନ୍ତି ଏବଂ ନୂତନ ସତ୍ୟଯୁଗୀ ସ୍ୱର୍ଗ ଦୁନିଆ ବା ଦୈବୀ ଦୁନିଆ, ଯାହା ସମ୍ପୂର୍ଣ୍ଣ ବୈଚିତ୍ର୍ୟମୟ, ତାର ଅଧିକାରୀ କରାଉଛନ୍ତି। ଏପରି ପାଠଶାଳା ନା କେଉଁଠାରେ ଅଛି, ନା କେବେ ମଧ୍ୟ ଏଇଭଳି ହେଇପାରିବ। ଭଗବାନ ଶିବ ପିତା କହୁଛନ୍ତି, ମିଠା ସନ୍ତାନଗଣ, ଏହା ଏକ ବିଚିତ୍ର ପାଠଶାଳା ଅଟେ, ଯେଉଁଠାରେ ତୁମକୁ ଜ୍ଞାନର ସାଗର ପତିତ ପାବନ ଶିବ ବାବା ଜ୍ଞାନ ଅମୃତ ପାନ କରାଇ ପବିତ୍ର କରୁଛନ୍ତି। ଏହା କେବଳ ଏଇ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ, ଯେତେବେଳେ ମୁଁ ଏହି ସୃଷ୍ଟିକୁ ଆସିଥାଏ, ସେତେବେଳେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରିଥାଏ।
ତେଣୁ ତୁମ ସନ୍ତାନମାନଙ୍କୁ ବାବାଙ୍କର ଆଦେଶକୁ ସ୍ୱୀକାର କରି ଚାଲିବା ଦରକାର। ତେବେ ବାବା ପ୍ରତ୍ୟେକ ମୁହୂର୍ତ୍ତରେ ତୁମର ସହଯୋଗୀ ହେବେ। ବାବା ଆଦେଶ ଦେଉଛନ୍ତି, ପିଲାମାନେ, ତୁମେମାନେ ଜିନ୍ ସଦୃଶ ମୋତେ ସ୍ମରଣ କରି ଚାଲ। ଯେପରି ଜିନ୍ ରାଜାଙ୍କୁ କହିଥିଲା ନା, ହେ ରାଜା ମୋତେ କାମ ଦିଅ। ଅର୍ଥାତ୍ ଜିନ୍ର କାମ ସଦୈବ ସେ କାର୍ଯ୍ୟ କରି ଚାଲିବ। ଠିକ୍ ସେହିଭଳି ବୁଦ୍ଧିକୁ ସବୁବେଳେ ବ୍ୟସ୍ତ ରଖିବା ଦରକାର ବାବାଙ୍କ ଆଦେଶ ମୁତାବକ। ଖାଇବା, ପିଇବା, ଚାଲିବା, ବୁଲିବା ସମୟରେ ବୁଦ୍ଧି ଯୋଗ ମୋ ସହିତ ଲଗାଇ ରଖ। ଆଉ ସବୁଆଡ଼ୁ ବୁଦ୍ଧି ଯୋଗକୁ ତୁଟେଇ ଚାଲ। ତୁମେମାନେ ବାବା ଏବଂ ସ୍ୱର୍ଗକୁ ମନେ ପକାଇବାର ସେବା କର। ଏହା ହିଁ ତୁମର ସହଯୋଗ ଅଟେ। ଏହି ଯୋଗ ବଳ ହିଁ ତୁମକୁ ସ୍ୱର୍ଗର ମାଲିକ କରେଇବ। ଏହା ହିଁ ସବୁଠୁ ଶସ୍ତା ସଉଦା ଅଟେ। ଯଦି ତୁମେମାନେ ସାହସ ରଖିବ, ତେବେ ବାବା ପ୍ରତ୍ୟେକ ମୁହୂର୍ତ୍ତରେ ତୁମର ସହଯୋଗୀ ହେବେ। ନା ଏଥିରେ ତୁମକୁ ଶାରୀରିକ ପରିଶ୍ରମ କରିବାର ଅଛି, ନା ପଇସା ଖର୍ଚ୍ଚ କରିବାର ଅଛି, ନା ସମୟ ନଷ୍ଟ କରିବାର ଅଛି। ଏହା କେବଳ ବୁଦ୍ଧିର ଖେଳ ଅଟେ। ପିଲାମାନଙ୍କର ସାହସ ବାବାଙ୍କର ସାହାଯ୍ୟ। ଗୀତରେ ଗାଉଛ ନା, ମୁଝକୋ ସହାରା ଦେନେ ୱାଲେ। ମୁଁ ଆସିଛି ଏବେ ତୁମକୁ ସର୍ବ ସାହାରା ଦେବା ପାଇଁ। ତେଣୁ ଏବେ ତୁମକୁ ଶ୍ରୀମତ ଆଧାରରେ ଭାରତକୁ ହୀରାତୁଲ୍ୟ କରିବାର ଏହି ଆତ୍ମିକ ସେବା କରିବାର ଅଛି। ଗୁପ୍ତ ରୀତିରେ ବାବାଙ୍କୁ ସ୍ମରଣ କରି ଶ୍ରେଷ୍ଠ ହେବାର ଅଛି। ନିଜେ ନିଜ ସହିତ କଥା ହେବାକୁ ପଡ଼ିବ ଏବଂ ଶିବ ବାବାଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବାକୁ ହେବ ଯେ, ବାବା, ଆପଣ ଯେଉଁ ସୁଖ ଦେଉଛନ୍ତି ତାହା କେହି ବି ଦେଇପାରିବେ ନାହିଁ। ବାବା, ଆପଣଙ୍କର ପାଠପଢ଼ା ଦ୍ୱାରା ମୁଁ ବିଶ୍ୱର ମାଲିକ ହେଉଛି। ଆପଣ ନୂଆ ସୃଷ୍ଟି ରଚନା କରୁଛନ୍ତି ଯାହାର ମୁଁ ହକଦାର ଅଟେ। ଏହିଭଳି ମିଠା ମିଠା ବାର୍ତ୍ତାଳାପ ଅମୃତ ବେଳାରେ ବାବାଙ୍କ ସହିତ କରିବାକୁ ହେବ। ଶିବ ବାବା ବରଦାନ ଦେଉଛନ୍ତି କି ଭ୍ରୁକୁଟି ରୂପୀ କୁଟୀରରେ ବସି ଅନ୍ତର୍ମୁଖତାର ରସ ଅନୁଭବ କରୁଥିବା ସଚ୍ଚା ତପସ୍ୱୀ ମୂରତ ହୁଅ। ଯେଉଁ ପିଲାମାନେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖି ସମୟ ଏବଂ ଶକ୍ତି ଜମା କରି ନିଅନ୍ତି, ସେମାନଙ୍କୁ ସ୍ୱତଃ ହିଁ ଅନ୍ତର୍ମୁଖତାର ସ୍ୱାଦ ଅନୁଭବ ହୋଇଥାଏ। ରାଜଯୁକ୍ତ ହୋଇ ଅର୍ଥାତ୍ ରହସ୍ୟକୁ ଜାଣିଥିବା ଆତ୍ମା ହୋଇ ପ୍ରତ୍ୟେକ ପରିସ୍ଥିତିରେ ରାଜି ଅର୍ଥାତ୍ ସନ୍ତୁଷ୍ଟ ରହୁଥିବା ଆତ୍ମା ହିଁ ଜ୍ଞାନୀ ଅଟନ୍ତି। ଯାହାଙ୍କର ଗାୟନ ଭକ୍ତି ମାର୍ଗରେ ସନ୍ତୋଷୀ ଦେବୀ ରୂପରେ କରାଯାଉଛି। କୁହାଯାଏ ନା, ସନ୍ତୁଷ୍ଟତା ହିଁ ସର୍ବପ୍ରାପ୍ତିର ଆଧାର। ନିଜେ ସନ୍ତୁଷ୍ଟ ରହିବା, ତା ସହିତ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରି ଚାଲିବା, ଏହା ହିଁ ହେଉଛି ଜ୍ଞାନୀ ଆତ୍ମାମାନଙ୍କର ଲକ୍ଷଣ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ସେହି କଲ୍ୟାଣକାରୀ ପରମାତ୍ମା ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା। ନିଜର ତଥା ସାରା ବିଶ୍ୱର କଲ୍ୟାଣ କରି ଚାଲିବା। ସାରା ବିଶ୍ୱକୁ ସତ୍ମାର୍ଗ ଦେଖେଇ ଚାଲିବା। ଓମ୍ ଶାନ୍ତି। ଓମ୍
शांति ओम शांति।